এই ভিডিଓଟିରେ ଆଉ ଏକ ସୁନ୍ଦର ଶିକ୍ଷଣୀୟ ନୈତିକ ଶିକ୍ଷା ଥିବା ଗପ ପ୍ରସ୍ତୁତ କରାଯାଇଛି। ଗପଟିର ନାମ ହେଉଛି ମିଠା କଥାର ପ୍ରଭାବ। ତେବେ ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ମଧୁମୟ ବସନ୍ତ ଋତୁର ସମୟ, ମନଛୁଆଁ ମଳୟ ପବନ ବହୁଅଛି। ଦିନ ରାତି ଆରାମଦାୟକ। ଦିନ ରାତିର ସମୟ ପ୍ରାୟ ସମାନ। ଗଛ ଲତା ସବୁଜ ଦେଖାଯାଉଅଛନ୍ତି। କାମିନୀ, ଅଶୋକ, ବାସଙ୍ଗ, କାଞ୍ଚନ, ଚମ୍ପକ ଆଦି କୁସୁମ ସମ୍ଭାରରେ ପୃଥିବୀ ଖୁବ୍ ସୁନ୍ଦର ଦେଖାଯାଉଛି। ରଙ୍ଗୀନ ପ୍ରଜାପତି ମହୁମାଛି ଫୁଲରୁ ଫୁଲକୁ ଉଡ଼ି ମଧୁ ପାନ କରୁଅଛନ୍ତି। କୋଇଲି ପଞ୍ଚମ ସ୍ୱନରେ କୁହୁ କୁହୁ ତାନ କରି ପ୍ରାଣକୁ ଛୁଇଁ ଯାଉଅଛି। ଲାଗୁଛି ଯେମିତି ପ୍ରକୃତି ନବଯୌବନ ପ୍ରାପ୍ତ ହୋଇ ଅତି ରମଣୀୟ ଦେଖାଯାଉଛି। ପିଲାମାନେ, ରମଣୀୟ କହିଲେ ଅତି ସୁନ୍ଦର। ଯେଉଁ ଗଛରେ କୋଇଲିଟିଏ ବସିଥିଲା, ସେହି ଗଛ ଡାଳରେ କାଉଟିଏ ଆସି ବସିଲା। କାଉର ବିଷର୍ଣ୍ଣ ମନ ଦେଖି କୋଇଲି ତାର କାରଣ ପଚାରିଲା। କାଉ କହିଲା। କାଉ ଗୀତଟିଏ ଗାଇ ଉତ୍ତର ଦେଲା। କୋଇଲି ଲୋ ବେନି ତନୁ ଦେଖିବାକୁ କଳା, ସଭିଙ୍କର ପ୍ରିୟ ତୁଲୋ ମୁଁ କାହିଁକି ହେଳା। କାଉ କହିଲା, ଲୋକମାନେ ମୋତେ ସବୁ ଖରାପ ନାମ ଧରି ଡାକନ୍ତି। ସେମାନେ ମୋତେ କାକ, ବାୟସ, ଏକାକ୍ଷ, ବଳିଭୁକ୍, ପରଭୃତ, ବଳିପୁଷ୍ଠ ବୋଲି ଡାକନ୍ତି। କୋଇଲି କହିଲା, ନାମ ବଡ଼ ନୁହେଁ, ଆମ କାମ ବଡ଼। ତୁମେ କ'ଣ ଜାଣିନ, ଲୋକମାନେ ଜଗନ୍ନାଥଙ୍କୁ ଚକାଆଖିଆ, ବଡ଼ଖିଆ, କାଳିଆ ସାଆନ୍ତ ଆଦି କେତେ ନାମରେ ଡାକନ୍ତି। କୋଇଲି କହିଲା, ଆରେ ଲୋକମାନେ ବି ମୋତେ କୋକିଳ, ପରଭୃତ, ପିକ, ବନପ୍ରିୟ, କଳକଣ୍ଠ, ବସନ୍ତ ଦୂତ, ପରପୁଷ୍ଟ, ତାମ୍ରାକ୍ଷ ଆଦି ନାମ ଦେଇଛନ୍ତି। କାଉ କହିଲା, ମୁଁ ମଣିଷ ତଥା ଅନ୍ୟ ପ୍ରାଣୀମାନଙ୍କୁ ବଡ଼ି ଭୋରରୁ ସେଜରୁ ଉଠାଇ ଦିଏ। ପରିବେଶରେ ପଡ଼ିଥିବା ପଚାସଢ଼ା ଜିନିଷ ଖାଇ ସଫା କରିଦିଏ। ମୋର ଗୋଟିଏ ଭଲ ଗୁଣ ହେଲା, ମୁଁ ଖାଦ୍ୟ ପାଇଲେ ଏକା ନ ଖାଇ ମୋ ସାଙ୍ଗମାନଙ୍କୁ ଡାକି ଖାଇବାର ଭାଗ ଦିଏ। କାଉ ନିଜର ଏହିଭଳି ଅନେକ ଉପକାର କାମ କୋଇଲିକୁ ବୁଝାଇଦେଲା। କାଉ କହିଲା, ମୁଁ ଏକମାତ୍ର ପ୍ରାଣୀ ଯିଏକି ଶାରୀରିକ ମିଳନ କେବଳ ଗୋପନୀୟ ସ୍ଥାନରେ କରେ। ଏହା ମଣିଷକୁ ନୈତିକ ଶିକ୍ଷା। କାଉ ଆହୁରି କହିଲା, ଆଲୋ କୋଇଲି, ତୋର ତ ବସା ନାହିଁ। ତୁ ମୋ ବସାରେ ଅଣ୍ଡା ଦେଉ। ତୁ ମୋ ଭଳି ସମାଜର କିଛି ଉପକାର କରିନଥାଉ, ତଥାପି ଲୋକେ ତୋତେ ଦେଖିବା ପାଇଁ ପାଗଳ। ଆଉ ମୁଁ ଟିକିଏ କା କା କଲେ ମୋତେ ମାରିବାକୁ ଗୁଡ଼ାଉଅଛନ୍ତି। କାଉ କଥା ଶୁଣି କୋଇଲି କହିଲା, ତୁମେ ଠିକ୍ କହୁଛ। ମୁଁ ତ ତୁମ ଭଳି ଅନେକ କାମ କରେ ନାହିଁ, କେବଳ ମଧୁର କଥା କହେ। ମଧୁର କଥା କହି ଅନ୍ୟକୁ ମାନସିକ ଶାନ୍ତି ଦିଏ। ତୁମେ କ'ଣ ଜାଣିନ କି, ମଧୁର ବିନୟ ବଚନ କହିତ ଶିବ ଜନ ମନ। ମୋ କୁହୁତାନ ସମସ୍ତଙ୍କୁ ଆପଣାର କରିପାରେ। କୋଇଲି ବୁଝାଇ କହିଲା, କାଉ ଭାଇ, ତୁମେ ଅନେକ କାମ କଲେ କ'ଣ ହେବ?
ତୁମର କର୍କଶ ସ୍ୱର ବିରକ୍ତିକର ଅଟେ, ଏଣୁ ମିଠା କଥା ସର୍ବଦା ପ୍ରୟୋଜନ।